ମନୁଷ୍ୟର ଜୀବନ ସ୍ୱଳ୍ପ ସମୟ ଅତି କ୍ଷିପ୍ର ଗତିରେ ଆଗକୁ ବଢ଼ୁଛି। ସେ ପ୍ରକାର ପ୍ରଭୁ ଯୀଶୁଙ୍କର ଆଗମନ ମଧ୍ୟ ଅତି ଶୀଘ୍ର ଘନେଇ ଆସୁଅଛି। ଅତି ଅଳ୍ପ ସମୟ ମାତ୍ର ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ, ବିଳମ୍ବ କରିବେ ନାହିଁ। ଆସନ୍ତୁ ଆମେ ପରମେଶ୍ୱରଙ୍କର ବାକ୍ୟ ଶୁଣିବା ପୂର୍ବରୁ ଗୋଟିଏ ଅଳ୍ପ ସମୟର ଗୀତକୁ ଆମେ ଶୁଣିବା। ସମୟ ଅତ୍ୟଳ୍ପ ବୁଝ ହେ ଭାଇ, ସମୟ ଅତ୍ୟଳ୍ପ ବୁଝ ହେ ଭାଇ, କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ, ସମୟ ଅତ୍ୟଳ୍ପ ବୁଝ ହେ ଭାଇ, ସମୟ ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣ, ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣ, ବୃଥାରେ ନ କାଟ ଦିନ, ବୃଥାରେ ନ କାଟ ଦିନ, ଶୁଭ କାଳ ହରାଇ, ସମୟ ସମୟ। ପ୍ରିୟ ଶ୍ରୋତାବନ୍ଧୁ, ପ୍ରଭୁ ଯୀଶୁଙ୍କ ନାମରେ ଆପଣମାନଙ୍କୁ ଅନ୍ତରର ଶୁଭେଚ୍ଛା ଜଣାଏ। ଆମେ ଚିନ୍ତା କରୁଅଛୁ ମନୁଷ୍ୟର ସମୟ ସ୍ୱଳ୍ପ ଅଟେ, ଆଉ ଏ ସ୍ୱଳ୍ପ ସମୟ ମଧ୍ୟରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହରେ ବଞ୍ଚିବା ପାଇଁ ଦେଇଛନ୍ତି। ଆଉ ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ଆମକୁ ଯେଉଁ ସବୁ ସମୟ ସେ ଦେଇଅଛନ୍ତି ତାହା ଅନୁଗ୍ରହର ସମୟ ଅଟେ। 2 କରନ୍ତି 6 ଅଧ୍ୟାୟର 2 ପଦରେ ଯେବେ ଦେଖିବେ ଲେଖାଯାଏ, କାରଣ ସେ କହନ୍ତି, ଅନୁଗ୍ରହର ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ, ଆମ୍ଭ ପରିତ୍ରାଣର ଦିନରେ ତୁମ୍ଭର ସାହାଯ୍ୟ କଲୁ। ଦେଖ ଏବେ ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। ତେବେ ପ୍ରଭୁମାନଙ୍କୁ ଯେଉଁ ସବୁ ସମୟ ଦେଇଛନ୍ତି ଅନୁଗ୍ରହର ସମୟ ଅଟେ। ଏ ସମୟକୁ ଯେଉଁମାନେ ହାତ ଛଡ଼ା କରନ୍ତି ସେମାନେ ଆଉ ଗୋଟେ ସମୟ ପାଇପାରିବେ ନାହିଁ। ଆମେ ଜାଣିଛୁ 10 କନ୍ୟା ମଧ୍ୟରୁ 5 କନ୍ୟା ନିର୍ବୁଦ୍ଧି, ସେମାନେ ଅନୁଗ୍ରହର ସମୟ ପରେ ଦ୍ୱାର ବନ୍ଦ ହେଲା ଆଉ ପ୍ରବେଶ କରିପାରିଲେ ନାହିଁ। ସେଦିନ ନୋହଙ୍କ ସମୟରେ କେବଳ 8 ପ୍ରାଣୀ ଅନୁଗ୍ରହରେ ରକ୍ଷା ପାଇଲେ, ବାକି ଲୋକମାନେ ଅନୁଗ୍ରହକୁ ବୁଝିପାରିଲେ ନାହିଁ, ସମସ୍ତେ ବିନଷ୍ଟ ହେଲେ। ପ୍ରଭୁମାନଙ୍କୁ ଚାହାନ୍ତି ଯେ ଆମେ ଯେପରି ତାଙ୍କର ଅନୁଗ୍ରହକୁ ବୁଝିପାରୁ। ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ, ମନୁଷ୍ୟ ବୁଝିପାରେ ନାହିଁ। ଜିର୍ମୀୟ ପୁସ୍ତକ 8 ଅଧ୍ୟାୟର 7 ପଦରେ, ହଁ ଆକାଶ ଗାମିନୀ ଚରଳ ଆପଣାର ନିରୂପିତ ସମୟ ଜାଣେ, ଭୃଗୁ ତାଳଚଞ୍ଚ ଓ ସାରସ ଆପଣାର ଆସିବାର କାଳ ରକ୍ଷା କରନ୍ତି, ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କ ନିୟମ ଜାଣନ୍ତି ନାହିଁ। ଦୁଃଖର ବିଷୟ, ପକ୍ଷୀ ଜାଣେ ତାଙ୍କର ସମୟ, ତାଙ୍କର କାଳକୁ, କିନ୍ତୁ ମନୁଷ୍ୟ ପଶୁ ଅପେକ୍ଷା, ପକ୍ଷୀ ଅପେକ୍ଷା କେତେ ନିର୍ବୋଧ, କେତେ ଅଜ୍ଞାନୀ, ସେ ଆପଣାର ସମୟ ଜାଣେ ନାହିଁ, ଆଉ ସମୟକୁ ବ୍ୟୟ କରେ, ବର୍ବାଦ କରେ, ସମୟକୁ ଅପବ୍ୟୟ କରେ। କିନ୍ତୁ ପ୍ରଭୁ ଚାହୁଁଛନ୍ତି ଅନୁଗ୍ରହର ସମୟରେ ହିଁ ଆମେ ତୁମର ପ୍ରାର୍ଥନା ଶୁଣିବା, ପରେ ପ୍ରାର୍ଥନା କଲେ ଶୁଣାଯିବ ନାହିଁ। ତେଣୁ ପ୍ରଭୁମାନଙ୍କୁ ଏ ଅନୁଗ୍ରହର ସମୟ ଦେଇଛନ୍ତି, ଆଉ ସମୟ ଅତି ଶୀଘ୍ର ଚାଲିଯାଉଛି। ପ୍ରଭୁ ଯୀଶୁ ଆସିବାର ସମୟ ଅତି ବେଗରେ ଆମ ମୁହଁକୁ ମାଡ଼ି ଆସୁଛି। ପ୍ରସ୍ତୁତ ଆମେ ହେବା ଦରକାର। ଭାଇମାନେ, ଭଉଣୀମାନେ, ଯେଉଁମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହେଇନାହାନ୍ତି, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ଦେଉଛନ୍ତି ପ୍ରସ୍ତୁତ ହେବା ପାଇଁ। ଏବେ ପ୍ରସ୍ତୁତ ହେବାର ସମୟ। ସେଦିନ ପରମେଶ୍ୱରଙ୍କ ବାକ୍ୟରେ ଲେଖା ଅଛି,
ଯେ ଏବେ କି ତୁମେ ରୂପା, ବସ୍ତ୍ର, ଜିତ କ୍ଷେତ୍ର, ଦାକ୍ଷ କ୍ଷେତ୍ର ଗ୍ରହଣ କରିବାର ସମୟ। ଏବେ ସଂସାରରେ ମାତିବାର ସମୟ ନୁହଁ, ସଂସାରରୁ ଅଲଗା ହେବାର ସମୟ। ଲେଖାଯାଏ, ତୁମେ କି ଫଳକ ମଣ୍ଡିତ ଗୃହରେ ବାସ କରିବାର ସମୟ। ସଦାପ୍ରଭୁଙ୍କ ଗୃହ ଉଚ୍ଛନ୍ନ ଅବସ୍ଥାରେ ଥାଉ ଥାଉ ତୁମେ ଫଳକ ମଣ୍ଡିତ ଗୃହରେ ବାସ କରୁଅଛ। ଜୀବନର ଅବସ୍ଥା ଉଚ୍ଛନ୍ନ, ଜୀବନର ଅବସ୍ଥା ଛିନ୍ନ ଭିନ୍ନ, କିନ୍ତୁ ଆମେ ଜଗତର ସବୁ ପ୍ରକାର ଲାଳସାରେ, ମାଂସିକ ଅଭିଳାଷରେ, ସଂସାରର ମୋହ ମାୟା, ଧନର ମୋହରେ ମାତିଯିବା ବ୍ୟକ୍ତିମାନେ ଅଛନ୍ତି। ଆସୁ ସେଥିରୁ ଅଲଗା ହଉ, ପ୍ରଭୁଙ୍କ ଠାରେ ବଞ୍ଚୁ, କାରଣ ଆମେ ଜଗତର ଲୋକ ନୁହଁ। ଜଗତ ଛାଡ଼ିକି ଆମକୁ ଆଉ ଗୋଟେ ରାଜ୍ୟକୁ, ଅନନ୍ତକାଳୀନ ରାଜ୍ୟକୁ ଯିବା ପାଇଁ ପ୍ରଭୁ ପଥ ହେଲେ, ଆଉ ଆମକୁ ସେ ପଥରେ ଯିବା ପାଇଁ ଅନୁଗ୍ରହ ଦେଇଛନ୍ତି। ଅନୁଗ୍ରହର ସମୟକୁ ଅପବ୍ୟୟ କରନ୍ତୁ ନାହିଁ, ପ୍ରଭୁଙ୍କ ନିକଟକୁ ଆସନ୍ତୁ ଆଉ ପରିତ୍ରାଣ ପାଆନ୍ତୁ। ପ୍ରାର୍ଥନା କରନ୍ତୁ ପ୍ରଭୁଙ୍କ ଠାରେ, ଯଦ୍ୱାରା ପ୍ରଭୁ ଆତ୍ମାରେ ବୃଦ୍ଧି କରିବେ, ତାଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ କରିବେ। ପ୍ରଭୁମାନଙ୍କୁ ଏ ସମସ୍ତ ବାକ୍ୟ ଦେଇ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍।